ସନ୍ଧ୍ୟା ପିଲେ ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ମୁଗ୍ଧ ବୋଧ ମୁଗ୍ଧ ହେବ ବୋଲି ସଦ୍ଗୁଣ ବଢି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ ଆଚରିତ ମହାଯଜ୍ଞେ କରିବ ପ୍ରଦାନ ଅଶେଷ ରତନ ଦନ କ୍ଷମ ବସ୍ତ୍ର ମାନ ମୁଗ୍ଧ ବଧୁ ସରି ମୁଗ୍ଧ ବଧୁ ଯେଉଁ ନୂଆ ବାମାଟି ଯେଉଁ ନବ ବାମାଟି ଆପଣଙ୍କ ବାମାଙ୍କେ ଶୋଭିତ ହେଇଛି, ବୁଝିପାରିଲା, ବାମାଙ୍କେ ଦୀକ୍ଷିତ ହେଇଛି, ସେ ମୁଗ୍ଧ ବଧୁ ଅଟେ। ସେ ଆପଣଙ୍କର ମୁଗ୍ଧ କହିଲେ କଣ? ମୁଗ୍ଧ କହିଲେ ଆନନ୍ଦିତ। ଆମେ ଯଦି କହିବା ରାମଚନ୍ଦ୍ର ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇଯାଇଥିବ, ତେଣୁ ମୁଗ୍ଧ ବଧୁ ମୁଗ୍ଧ ବୋଲି ସତ ଗୁଣ ବଢି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ। ତୁମର ସକଳ ସଦ୍ଗୁଣ, ସକଳ କହିଲେ ସବୁ ପ୍ରକାରର, ତୁମ ଭିତରେ ଥିବା ସବୁ ପ୍ରକାରର ସଦ୍ଗୁଣ ଆହୁରି ବଢି ଯାଉଥିବ ଏବଂ ମୁଗ୍ଧେୟ ଏଇ ଆପଣଙ୍କ ଗୁଣରେ ମୁଗ୍ଧ ହବା ପାଇଁ ଆପଣଙ୍କ ସତ ଗୁଣ ବଢି ଯାଉଥିବ। ସକଳ ସଦ୍ଗୁଣ, ଆପଣଙ୍କର ସକଳ ସଦ୍ଗୁଣ, ସବୁ ସତଗୁଣ ସଦ୍ଗୁଣ ସତ ଗୁଣା ବଢି ଯାଉଥିବ, 100 ଗୁଣାରେ ବଢି ଯାଉଥିବ ନା, ଆପଣ ସଦ୍ଗୁଣ ବଢାଇ ଯାଉଥିବ ଏବଂ ଆପଣ ବଢାଉଥିବେ ନୂଆ ବାମାଟି ମୁଗ୍ଧ ହେବା ପାଇଁ। ଆଚରିତ ମହାଯଜ୍ଞେ କରିବ ପ୍ରଦାନ ଅଶେଷ ରତନ ଧନ କ୍ଷମ ବସ୍ତ୍ର ମାନ। ଆଚରିତ ମହାଯଜ୍ଞେ, ଯୋଉ ମହାଯଜ୍ଞ ଆପଣ ଆଚରିତ କରିଛନ୍ତି, ଯୋଉ ମହାଯଜ୍ଞ ଆପଣ ଆୟୋଜିତ କରିଛନ୍ତି, ସେହି ମହାଯଜ୍ଞରେ ଆପଣ ପ୍ରଦାନ କରିବେ। କଣ ପ୍ରଦାନ କରିବେ ନା ଅଶେଷ ରତନ, ଯେଉଁ ଧନ ସମ୍ପତ୍ତିର, ଯେଉଁ ଧନ ସମ୍ପତ୍ତିର ଶେଷ ନାହିଁ, ଅଶେଷ ରତ୍ନ। ବହୁତ ଲୋକଙ୍କୁ ବହୁତ କଥା ଆପଣ ଦାନ କରିବେ। ଅଶେଷ ରତ୍ନ ଧନ ଦାନ କରିବେ, ରତ୍ନ ଦାନ କରିବେ। କ୍ଷମ ବସ୍ତ୍ର ମାନ, ପିଲେ କ୍ଷମ କହିଲେ ପାଟ, ପାଟ ବସ୍ତ୍ର ମାନ ଆପଣ ସବୁ ଦାନ କରିବେ। ଏଠି କଣ କହୁଛନ୍ତି ଦେଖ ପିଲେ, ଏଠି କଣ କଣ କହୁଛନ୍ତି ଏଇ ପଦରେ, ସରଳ ଭାଷାରେ ବୁଝିବା। ଏଇ ପଦରେ କହୁଛନ୍ତି ଯେ ହେ ପ୍ରଭୁ ରାମଚନ୍ଦ୍ର, ଆପଣଙ୍କର ସକଳ ସଦ୍ଗୁଣ, ସବୁ ଗୁଣ, ସବୁ ପ୍ରକାର ଭଲ ଗୁଣ ତକ 100 ଗୁଣରେ ବଢି ଯାଉଥିବ। କାହିଁକି ନା ନୂଆ ବୋହୂଟି ଆପଣଙ୍କ ଗୁଣରେ ମୁଗ୍ଧ ହବା ପାଇଁ, ତେଣୁ ଆପଣଙ୍କର ଆହୁରି ବହୁତ ଗୁଣ ବଢି ଯାଉଥିବ, ଆପଣଙ୍କର ବଢି ଯାଉଥିବ। ଏବଂ ଆଉ କଣ କହିବେ, ଏଇ ଆଚରିତ ମହାଯଜ୍ଞରେ, ଏଇ ଯୋଉ ମହାଯଜ୍ଞକୁ ଆୟୋଜିତ କରିଛନ୍ତି, ସେଠି ଆପଣ ଅଶେଷ ଧନ ରତ୍ନ ଏବଂ ପାଟ ବସ୍ତ୍ର ମାନ ପ୍ରଦାନ କରିବେ। ତାହେଲେ ମତେ କଣ କିଛି ଦେବେ? ହଁ ଦେବେ। କଣ ଦେବେ ଦେଖ ବୋଲି କଣ ଅଛି ଦେଖ, ସିଦ୍ଧ କାମ ହେବ ତହିଁ ଅର୍ଥି ସମୁଦାୟ ମୁଁ ମାନସେ ଭିକ୍ଷାଏ କହିଛି ଉଦୟ ଏଛାର ଭିକ୍ଷାରେ ନାଥ ନଏବ କୃପଣ ଦୟା ରତ୍ନମୟ ଦାନ ବାରିଧିଆ ପଣ। ଏଠି କହୁଛନ୍ତି କଣ ନା ଏ ସିଦ୍ଧ କାମ ତହିଁ ଅର୍ଥି ସମୁଦାୟ। ଯେତେବେଳେ ଅର୍ଥି ନା, ଅର୍ଥି କହିଲେ ବିଲେ ଆମେ ସମସ୍ତେ ଜାଣିଛେ, ଅର୍ଥି କହିଲେ ଯିଏ ଅର୍ଥ ଆଶା କରନ୍ତି, ବୁଝିପାରୁଛନ୍ତି ନା, ଯିଏ ଟଙ୍କା ପଇସା ଆଶା କରନ୍ତି ତାଙ୍କୁ କୁହାଯାଏ ଅର୍ଥି। ତେଣୁ ସମୁଦାୟ ଅର୍ଥି, ଯୋଉମାନେ ଟଙ୍କା ପଇସା ପାଇଁ ଏ ଯଜ୍ଞକୁ ଆସିବେ, ସବୁ ଅର୍ଥି ତକ, ସବୁ ସରି ଅର୍ଥି ସମୁଦାୟ ତକ ତାଙ୍କର ସବୁ କାମନା ସିଦ୍ଧ ହେବ। ଆପଣଙ୍କ ସିଦ୍ଧ କାମ, ଆପଣଙ୍କ ସବୁ ଯିଏ ଯୋଉଥି ପାଇଁ ଆସିବେ ଆପଣ ତାଙ୍କୁ ସେଇଥିପାଇଁ ଦେବେ। ଆପଣ ବା ଘୋଷଣା କରିଛନ୍ତି ଯେମିତି କେହି ଖାଲି ହାତରୁ ନ ଯାଆନ୍ତି ଏବଂ ଯେମିତି ଏବଂ ଏମିତି ଦିଅ
ଏମିତି ଦିଅ ଯେମିତି ସେ ପଛରେ କହିବେ ଯେ ହେ ପ୍ରଭୁ ଏତିକି ଥାଉ ଆଉ ଦିଅନି, ମୁଁ ଆଉ ନେଇପାରିବି ନାହିଁ। କାହିଁକି? କାରଣ ଆପଣ ସିଦ୍ଧ କାମ ଏବଂ ଆପଣଙ୍କର ଏଇଠି ସମୁଦାୟ ଅର୍ଥୀ ଯେତିକି ଆସିବ, ଅର୍ଥୀ ଆଶା କରି ଯେତିକି ଆସିବ, ତୁମେ ତାଙ୍କର କାମନାକୁ ସିଦ୍ଧ କରିବ। ତେଣୁ ମୋ ମନରେ ମୋ ମାନସେ ମୋ ମନରେ ଭିକ୍ଷା ଏକ ହୋଇଛି ଉଦୟ। ମୋ ମନରେ ଗୋଟେ ଭିକ୍ଷା ଆସିଛି। କଣ? ମୁଁ ଭିକ୍ଷା ମାଗୁଛି ଆପଣଙ୍କୁ, ମୋ ମନରେ ଗୋଟେ ଭିକ୍ଷା ଜାତ ହୋଇଛି। ତେଣୁ ଆପଣ ଏ କଥାକୁ ବୁଝନ୍ତୁ। ଦେନ୍ ଏଛାର ଭିକ୍ଷାରେ ନାଥ ନ ହେବ କୃପଣ। ତେଣୁ ଏଇ ଯୋଉ ଛାର ଭିକ୍ଷାରେ, ଏଇ ଯୋଉ ଛୋଟିଆ ଭିକ୍ଷାଟିରେ, ହେ ନାଥ, ହେ ସ୍ଵାମୀ, ଏଇ ଛୋଟ ଭିକ୍ଷାଟିରେ ଆପଣ କୃପଣତା ପ୍ରକାଶ କରିବେଣି, ବା ଆପଣ ବିଲକୁଲ କୃପଣ ହେବେନି ବନ୍ଧୁ। ହେ ନାଥ, ଆପଣ କୃପଣ ହେବେନି। ଦେ ଦୟା ରତ୍ନମୟ ଦାନ ବାରିଧି ଆପଣ। ଆପଣ ବା ଦୟା ରତ୍ନମୟ, ଆପଣ ବା ଦୟାରେ ଶ୍ରେଷ୍ଠ। ଏଠି ରତ୍ନ କହିଲେ ଶ୍ରେଷ୍ଠ। ଆପଣ ଦୟାରେ ଶ୍ରେଷ୍ଠ, ଆପଣ ଦୟା ରତ୍ନମୟ, ଆପଣ ଦୟାମୟ, ଆପଣ ଦୟାର ବାରିଧି, ଆପଣ ଦୟା କରିବାରେ ସବୁଠାରୁ ଆଗୁଆ, ଆପଣ ଦୟାରେ ସାଗର ଏବଂ ଆପଣ ହେଉଛନ୍ତି ଦାନର ବାରିଧି। ଆପଣ ଦାନର ସାଗର, ଦାନର ସମୁଦ୍ର ବି, ଏବଂ ଆପଣଙ୍କ ପାଖରେ ପ୍ରଚୁର କଥା ଅଛି ନା, ଆପଣ ପ୍ରଚୁର ଦାନ କରନ୍ତି। ତେଣୁ ଆପଣଙ୍କୁ ଦାନ ବାରିଧି ବୋଲି କୁହାଯାଏ। ଏବଂ ଆପଣ ହେଉଛନ୍ତି ଦୟା ରତ୍ନମୟ, ଏବଂ ଆପଣ ମଧ୍ୟ ଦୟାର ମୂର୍ତ୍ତିମନ୍ତ ପ୍ରତୀକ। ବୁଝିପାରୁଛ ନା? ତାହେଲେ ଏଇ ପଦରେ କଣ ଲେଖା ହେଇଛି? ନା ଏଇ ପଦରେ ଲେଖା ହେଇଛି ଯେ ଏଠି ଯେମିତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେଉଁ ଯଜ୍ଞ ଆୟୋଜନ କରିଛନ୍ତି, ଅଶ୍ୱମେଧ ଯଜ୍ଞ, ସେଠି ସବୁ କିଛି ଦେଉଛନ୍ତି ଏବଂ ଯେଉଁ ଅର୍ଥୀ ସବୁ ଆସିବ, ସେ ଅର୍ଥୀ ସମୁଦାୟ ତାଙ୍କର ମଧ୍ୟ କାମନା ସିଦ୍ଧ ହବ। ତେଣୁ ମାତା ସୀତାଙ୍କ ମନରେ ଗୋଟେ ଭିକ୍ଷା ଜାତ ହୋଇଛି। ଏଇ ଛୋଟିଆ ଭିକ୍ଷାଟିରେ କୃପଣ ନ ହେବା ପାଇଁ ସେ ସ୍ଵାମୀଙ୍କୁ କହୁଛନ୍ତି, ଏବଂ ସ୍ଵାମୀଙ୍କୁ ମଧ୍ୟ କହିଛନ୍ତି ଦୟା ରତ୍ନମୟ, ଦୟାର ସାଗର ମଧ୍ୟ କହିଛନ୍ତି, ଏବଂ ଦୟାରେ ଶ୍ରେଷ୍ଠ ମଧ୍ୟ କହିଛନ୍ତି। ରତ୍ନମୟ କହିଲେ ଟଙ୍କା ସମ୍ପତ୍ତି କହିବା, ଯଦି କହିବା ବା ଶ୍ରେଷ୍ଠ, ଦୟାରେ ମଧ୍ୟ ସେ ଶ୍ରେଷ୍ଠ, ଏବଂ ଦାନରେ ବାରିଧି, ଏବଂ ଦାନର ସମୁଦ୍ର ହେଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର। ତାପରେ କଣ ହେଇଛି? ନିଜର ପରିଚୟ କିନ୍ତୁ ଦେଉନାହାନ୍ତି, ନିଜର ପରିଚୟକୁ ଲୁଚାଉଛନ୍ତି। ଲବ କୁଶଙ୍କ ହାତରେ ଚିଠି ପଠାଇବେ। କଣ ଆଉ କଣ ହେଇଛି ଏସବୁ? ଦେଖ ପିଲେ, ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ, ଆଜି ପାଇଁ ତ ସେତିକି।